ଆସନ୍ତା 9 ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ୍ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ୍ ବିକ୍ରି ହେବ। କ୍ରିକେଟ ପ୍ରେମୀ ଅପରାହ୍ନ 2ଟାରୁ ଟିକେଟ୍ ବୁକିଂ କରିପାରିବେ। ଡିଷ୍ଟ୍ରିକ୍ଟ ବାଇ ଜୋମାଟୋ ଆପ୍ଲିକେସନ୍ ଏବଂ ୱେବସାଇଟ୍ରେ ଟିକେଟ୍ ଉପଲବ୍ଧ ରହିବ। ପୂର୍ବରୁ 4,000 ଟିକେଟ୍ ଅନଲାଇନ୍ ପ୍ଲାଟଫର୍ମକୁ ଯାଉଥିବା ବେଳେ ଏଥର ମାତ୍ର 2,000 ଟିକେଟ୍ ଉପଲବ୍ଧ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍ OSIE ପକ୍ଷରୁ ସୂଚନା ଦିଆଯାଇଛି। ଅନଲାଇନ୍ ଟିକେଟ୍ କ୍ରେତାମାନଙ୍କ ପାଇଁ ଡିସେମ୍ବର 8 ଏବଂ 9 ତାରିଖରେ କ୍ୟାମ୍ବ୍ରିଜ୍ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ସେଠାରୁ ସେମାନେ ନିଜ ବୁକିଂ ଦେଖାଇ ଟିକେଟ୍ ସଂଗ୍ରହ କରିପାରିବେ। ଗ୍ୟାଲେରୀ ନମ୍ବର 2 ଏବଂ 4କୁ 900 ଟଙ୍କା ଏବଂ 7 700 ଟଙ୍କା, ନ୍ୟୁ ପ୍ୟାଭିଲିୟନ 10,000 ଟଙ୍କା ଏବଂ ସ୍ପେଶାଲ ଏନକ୍ଲୋଜର 6,000 ଟଙ୍କା ଏବଂ ଏସି ଗ୍ୟାଲେରୀ ବକ୍ସର 8,000 ଟିକେଟ୍ କେବଳ ଅନଲାଇନରେ ବୁକିଂ ହୋଇପାରିବ। ମୋଟ 42,000 ଦର୍ଶକ ଏଥର ମ୍ୟାଚ୍ ଦେଖିପାରିବେ। 23,000 ଟିକେଟ୍ ବିକ୍ରି ହେବ ଏବଂ 18,400 କମ୍ପ୍ଲିମେଣ୍ଟାରୀ ପାସ୍ ଆକାରରେ ଦିଆଯିବ। ଟିକେଟ୍ ଭିତରୁ 11,000 ଅନୁବନ୍ଧିତ ୟୁନିଟ୍ କିଣିବେ। 2,000 ଅନଲାଇନ୍ ଓ 10,000 କାଉଣ୍ଟରରେ ବିକ୍ରି ହେବ ବୋଲି ସୂଚନା ମିଳିଛି। ଦର୍ଶକ ବନ୍ଧୁ, ଆପଣମାନେ ୟୁଟ୍ୟୁବରେ 24 ଘଣ୍ଟାର ଅପଡେଟ୍ ଖବର ଜାଣିବା ପାଇଁ ୟୁଟ୍ୟୁବରେ ଟାଇପ୍ କରନ୍ତୁ ନ୍ୟୁଜ୍ ଅନ୍ ଓଡ଼ିଆ। ଏବେ ୟୁଟ୍ୟୁବରେ ନ୍ୟୁଜ୍ ଅନ୍ ଓଡ଼ିଆ ଚ୍ୟାନେଲ ଉପଲବ୍ଧ। ଏଥର ଉପଭୋଗ କରନ୍ତୁ, ଦେଖନ୍ତୁ, ଜାଣନ୍ତୁ 24 ଘଣ୍ଟାର ଅପଡେଟ୍ ଖବର। ଯଦି ଆପଣଙ୍କୁ ଆମର ଖବର ପ୍ରସାରଣ ଭଲ ଲାଗିଲା, ଲାଇକ୍, ସେୟାର, କମେଣ୍ଟ ସହ ସବସ୍କ୍ରାଇବ୍ କରନ୍ତୁ। ପାର୍ଶ୍ୱରେ ଥିବା ନୋଟିଫିକେସନ ବେଲ୍ ଉପରେ ପ୍ରେସ୍ କରନ୍ତୁ।